ବର୍ତ୍ତମାନ ପାଇଁ ଆସିଲା ସବୁଠୁ ଖୁସି ଖବର। ଟଙ୍କା ଫେରସ୍ତ ପାଇବେ କ୍ଷୁଦ୍ର ଚିଟଫଣ୍ଡ ଜମାକାରୀ। ଚିଟଫଣ୍ଡକୁ ନେଇ ରାଜ୍ୟ ସରକାରଙ୍କର ତତ୍ପରତା। ଏହାର ସୁଯୋଗ ନେବାକୁ ସମସ୍ତ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି। ଯେଉଁ ହିତାଧିକାରୀମାନେ ଚିଟଫଣ୍ଡରେ ଟଙ୍କା ରଖିଥିଲେ ସେମାନଙ୍କର ଚିଟଫଣ୍ଡ ଟଙ୍କା ଫେରସ୍ତ କରାଯିବ। ଆସନ୍ତା 2026 ଜାନୁଆରୀ 31 ତାରିଖ ଯାଏଁ ଏହି ଫେରସ୍ତ ପ୍ରକ୍ରିୟା ଚାଲିବ। ତଦନ୍ତ କମିଶନର ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା କ୍ଷୁଦ୍ର ଜମାକାରୀ ଏହି ସୁଯୋଗର ଲାଭ ଉଠାଇ ପାରିବେ। ତେବେ 10,000 ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଜମାକାରୀ ଟଙ୍କା ଫେରି ପାଇବେ। ଏହାଛଡ଼ା 8,000 ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲ୍ଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଉପକୃତ ହେବେ। ଜମାକାରୀମାନେ ଆବଶ୍ୟକ କାଗଜପତ୍ର ସହିତ ଆର୍ଆଇଙ୍କ ନିକଟରେ ଆବେଦନ କଲେ 15 ଦିନ ମଧ୍ୟରେ ସେମାନଙ୍କର ଜମାରାଶି ଫେରି ପାଇବେ। ଏଥିପାଇଁ ଆଧାର କାର୍ଡ଼, ଭୋଟର କାର୍ଡ଼, ଡିଏଲ୍, ପାନ୍ କାର୍ଡ଼, ମୂଳ ଜମା ରସିଦ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଇତ୍ୟାଦି ଦାଖଲ କରିବାକୁ ପଡ଼ିବ। ଅଧିକ ସୂଚନା ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ନମ୍ବର 067423955153। ଏହି ନମ୍ବରରେ ଯୋଗାଯୋଗ କରିପାରିବେ। ଟଙ୍କା ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଉପକୃତ ହେବେ। ଆପଣମାନେ ଏହି ଚିଟଫଣ୍ଡରେ ଟଙ୍କା ରଖିଥିଲେ କି ନାହିଁ କମେଣ୍ଟରେ ଜଣାଇବେ। ଭିଡ଼ିଓକୁ ଲାଇକ୍ କରିବେ। କେଉଁ ଜିଲ୍ଲାରୁ ଭିଡ଼ିଓଟିକୁ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାଇବେ।